अरे चंदन तमे से बंड बाबा को मिछ कहानी सुनी मते मारुच केते हत भागिनी मु एमिति समाज रे बंचिजी जे ए समाज कोन आ परिवर्तन हबो नाही गटिया पुत्र संतान पाई कोन गटिया कन्या संतान को कोन हत्या करा जाय चलीतिबो तमे से बंड बाबा को अंधविश्वास रे शिकार होई कोन चलीतिबो मो भली झियो बाल्य विवाह करुवा घर यंत्रणा सही कोन एमिति मारुति ना 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 मु मो छुआ को नष्ट करिबिनी तते तो छुआ को नष्ट करबा को पड़िबो नले मु तते आजे मारो मारो मारी देबे ना मारी देबे मु तते आजे मु मरी जेबे ना मत छाड़ी दिया मां ओ बेटा ओ मोरी मां बाबा ओ बेटा शिखा मोरी मां ए हो शिखा ए शिकार कोड़े गला लो ए बाबा शिकार कोड़े गला लो ए बाबा शिकार कोड़े गला लो ए बाबा शिकार कोड़े गला लो ओ शिकार कोड़े गला लो ओ शिकार कोड़े गला लो डॉक्टर डॉक्टर शिकार ओ शिकार कोड़े कौन है ए वो शिकार अरे नमस्कार नमस्कार शिखा शिखा तो कौन है शिखा 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 कौन है शिखा तो एकता शिखा केमिति एमिति होला माउसी ଆମେ ଜାଣିଲୁ ଲୋ ତାର ଏ ଅବସ୍ଥା କିଏ କଲା ଆମେ ତା ଘରକୁ ଗଲା ବେଳେ ତାର ଏ ଅବସ୍ଥା शिखा तो कौन है शिखा माउस वाला तो भागवत का ट्रीटमेंट करू शिखा उठ शिखा शिखा उठ ମୁଁ ଆଉ ପାରୁନି ଆଶା ଦିଦି ଦୀପଶିଖା ଜଳି ଜଳି ଶେଷ ହୋଇଗଲାଣି ତୁ ମୋ ଦୁଇ ଭଉଣୀଙ୍କ ପ୍ରାଣରେ କିରଣ ଆଣିଦେବୁ ତ ମତେ କଥା ଦେ ଆଶା ଦିଦି ତୁ ତ ଭଉଣୀ ପାଇଁ କଣ ଏତିକି କରିପାରିବୁନି ମୁଁ କଥା ଦେଉଥିଲି ଶିଖା ତ କଥା ନିଶ୍ଚୟ ରଖିବି ଶିଖା ଶିଖା ତୋର କିଛି ହବନି ଶିଖା 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 ତୋର କଣ ହେଲା ଶିଖା ଝିଅ ମୋ ଶିକାର କଣ ହେଲା ଝିଅ ମତେ କ୍ଷମା କରିବ ମାଉସୀ ଶିଖା ଆଉ ଏ ଦୁନିଆରେ ନାହିଁ ମୋ ଶିକାର କଣ ହେଇଗଲା କଣ ସବୁ ଝିଅ ଏଇ ଶିଖା ପୁଣି ଜଳି ଜଳି ମରିଯିବେ ଏ ସମାଜରେ ଅନ୍ତର୍ବିଷ ଘଟିବନି ନା ମତେ କିଛି ଉପାୟ ସୁଝିବାକୁ ପଡିବ ଆଉ ଏମାନଙ୍କୁ ପୋଲିସରେ ଦେବାକୁ ପଡିବ ଟିକା ଟିକା କେତେ ଦିନ ଚାଲିବ ଏ ଅନ୍ୟାୟ ଅତ୍ୟାଚାର ଯେଉଁ ଯେଉଁ ମା ରୂପେ ସଂସାର ସୃଷ୍ଟି କରିଛି ତା ପ୍ରତି ଏତେ ଅତ୍ୟାଚାର କାହିଁକି ଏବେ ବି ସମୟ ଅଛି ନଡ଼ିଗୁଣ କଳଗୁଡ଼ିକୁ ବହିଯିବା ଆଗରୁ ସଜାଗ ରୁହନ୍ତୁ ଆଉ ବାଲ୍ୟ ବିରୋଧ କରନ୍ତୁ ନହେଲେ ଦିନ ଆସିବ ଏ ନାରୀହୀନ ପୃଥିବୀକୁ ମରୁଭୂମି ହେବାରେ କେହି ରୋକିପାରିବେ ନାହିଁ ଆଜିକୁ ଆମେ ଶପଥ ନେବା ବାଲ୍ୟ ବିବାହକୁ ବନ୍ଦ କରିବା ଓ କନ୍ୟା ଭ୍ରୂଣ ହତ୍ୟାକୁ ବନ୍ଦ କରିବା ଆଜିକୁ ଆମେ ଶପଥ ନେବା ବାଲ୍ୟ ବିବାହକୁ ବନ୍ଦ କରିବା ଓ କନ୍ୟା ଭ୍ରୂଣ ହତ୍ୟାକୁ ବନ୍ଦ କରିବା ଆଜିକୁ ଆମେ ଶପଥ ନେବା ବାଲ୍ୟ ବିବାହକୁ ବନ୍ଦ କରିବା ଏବଂ କନ୍ୟା ଭ୍ରୂଣ ହତ୍ୟାକୁ ବନ୍ଦ କରିବା